ପିଲାମାନେ ଆପଣମାନଙ୍କୁ ୱାଇଟି ଜବ୍ ଖବରରେ ବହୁତ ସାରା ୱେଲକମ୍। ଆସନ୍ତୁ ଆଜି ଦେଖିବା ବହୁତ ବଡ଼ ଗୋଟେ ଜବ୍ର ସୁଯୋଗ ଆପଣମାନଙ୍କ ପାଇଁ ଆସିଯାଇଛି। ତା ପୂର୍ବରୁ ଯଦି ଚ୍ୟାନେଲରେ ଯିଏ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଦ୍ୱାରା କି ମୋର ଯେତେବେଳେ ବି ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଆଉ ସାଙ୍ଗସାଥୀଙ୍କ ସହିତ ସେୟାର କରନ୍ତୁ, ଯାହାଦ୍ୱାରା କି ଯେଉଁମାନେ ନିଯୁକ୍ତିର ସୁଯୋଗର ଅପେକ୍ଷାରେ ଥିବେ ତାଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହୋଇପାରିବ। ତା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, ଆଉ ଆପଣମାନଙ୍କର ବହୁମୂଲ୍ୟ ମତାମତ କମେଣ୍ଟ ମାଧ୍ୟମରେ ମୋତେ ନିଶ୍ଚୟ ଜଣାନ୍ତୁ। ତ ପିଲାମାନେ ଆସିଯାଇଛି SBI ବ୍ୟାଙ୍କ ତରଫରୁ ନିଯୁକ୍ତି ବ୍ୟାଙ୍କ ଜବ୍ ଆପଣମାନଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ। ତ ଏଇ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଡିଟେଲ୍ସ କହିବି କ'ଣ କ'ଣ ସବୁ ଆବଶ୍ୟକ ଅଛି। ଭିଡ଼ିଓଟି ଟିକେ ଲମ୍ବା ହେବ, କିନ୍ତୁ ଆପଣମାନେ ଧୈର୍ଯ୍ୟହରା ନ ହୋଇକି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଚାଲନ୍ତୁ ତାହେଲେ ଷ୍ଟାର୍ଟ କରିବା। SBI କ୍ଲର୍କ ରିକ୍ରୁଟମେଣ୍ଟ 2025 ଡିଟେଲ୍ସ ବ୍ୟାଙ୍କ ଅଫ୍ ଇଣ୍ଡିଆ SBI ଥ୍ରୋରୁ ଆସିଛି। ଜବ୍ ଟାଇପ୍ ରହିବ ପରମାନେଣ୍ଟ ଜବ୍, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଜବ୍ ରହିବ। ଜୁନିୟର ଆସୋସିଏଟ୍ କ୍ଲର୍କ ପୋଷ୍ଟ ନେମ୍ ରହିଲା ଜୁନିୟର ଆସୋସିଏଟ୍ କ୍ଲର୍କ। ଟୋଟାଲ ପୋଷ୍ଟ ରହିଛି 13,735। ବହୁତ ସାରା ପୋଷ୍ଟ ରହିଛି ପିଲାମାନେ, ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବହୁତ ଭଲ ସୁଯୋଗ ରହିଛି ଆପଣମାନଙ୍କ ପାଇଁ। ଯଥାଶୀଘ୍ର ଆପଣମାନେ ଆପ୍ଲାଏ କରିଦିଅନ୍ତୁ। ଆପ୍ଲାଏ ମୋଡ଼ ରହିବ ଅନଲାଇନ୍ ମୋଡ଼। ଅଲ୍ ଇଣ୍ଡିଆର କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ରହିବ ଓଡ଼ିଶା। 7 ଜାନୁଆରୀ 2025 ରହିବ ଲାଷ୍ଟ ଡେଟ୍। ବୋଥ୍ ମେଲ୍ ଅର୍ ଫିମେଲ୍ ସମସ୍ତେ ଆପ୍ଲାଏ କରିପାରିବେ। ଏବେ ଚାଲନ୍ତୁ ଦେଖିବା କ୍ୱାଲିଫିକେସନାଲ୍ ଏଜୁକେସନାଲ୍ କ୍ୱାଲିଫିକେସନ୍। ଆଜ୍ ପର୍ ଷ୍ଟେଟ୍ ବ୍ୟାଙ୍କ ଅଫିସିଆଲ ନୋଟିଫିକେସନ୍, କ୍ୟାଣ୍ଡିଡେଟ୍ must have passed graduation in any discipline from a recognized university. Final year candidate can apply provisionally। तो +3 ପାସ୍ ଯେଉଁମାନେ କରିଥିବେ ସେଇମାନେ ଏଇ ଜବ୍ରେ ଆପ୍ଲାଏ କରିବା ପାଇଁ ଏଲିଜିବିଲିଟି ହେବେ। ତ ଏବେ ଚାଲନ୍ତୁ ଦେଖିବା ଏଜ୍ ଲିମିଟ୍। ଏଜ୍ ଲିମିଟ୍ ଅଛି ମିନିମମ୍ 20 ବର୍ଷ ଆଉ ମ୍ୟାକ୍ସିମମ୍ 28 ବର୍ଷ ରହିଛି। ଆଉ ଏଜ୍ ରିଲାକ୍ସେସନ୍ ରହିବ ଆଜ୍ ପର୍ ଗଭର୍ଣ୍ଣମେଣ୍ଟ ରୁଲ୍। ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ତାର ଏଜ୍ ରିଲାକ୍ସେସନ୍ ରହିବ। ତ ପିଲାମାନେ ଏଇ ଏଜ୍ ଭିତରେ ଯେଉଁମାନେ ବି ଏଲିଜିବିଲିଟି ଅଛନ୍ତି ସମସ୍ତେ ପକାଇବା ପାଇଁ ଚେଷ୍ଟା କରନ୍ତୁ। ଏବେ ଚାଲନ୍ତୁ ପିଲାମାନେ ସାଲାରୀ ଦେଖିନେବା। ସାଲାରୀ ରହିଛି 19,900 ଠୁ ଷ୍ଟାର୍ଟ ହେଇକି 47,920 ପର୍ଯ୍ୟନ୍ତ ରହିଛି। ବେସିକ୍ ପେ ଏଲଙ୍ଗ ୱିଥ୍ ଅଦର ଏଲାଉନ୍ସେସ୍ ଆଜ୍ ପର୍ ବ୍ୟାଙ୍କ ନୋଟ୍। ତା ଭିତରେ ଅନ୍ୟାନ୍ୟ ଏଲାଉନ୍ସ ମାନେ ରହିଛି ଯେଉଁମାନେ କି TADA ଏମିତି। ତ ପିଲାମାନେ ବହୁତ ଭଲ ସାଲାରୀ ଅଛି, ସମସ୍ତେ ପକାଇବା ପାଇଁ ଚେଷ୍ଟା କରନ୍ତୁ। ସିଲେକ୍ସନ୍ ପ୍ରୋସେସ୍ ରହିବ ପିଲାମାନେ, ଏକ୍ଜାମ୍ ରହିବ, ପ୍ରିଲିମିନାରୀ ଏକ୍ଜାମ୍ ରହିବ, ମେନ୍ ଏକ୍ଜାମ୍ ରହିବ, ଲାଙ୍ଗୁଏଜ୍ ପ୍ରୋଫିସିଏନ୍ସି ଟେଷ୍ଟ ରହିବ, ଡକୁମେଣ୍ଟ ଭେରିଫିକେସନ୍ ରହିବ। ତ ପିଲାମାନେ ଏବେ ଚାଲନ୍ତୁ ଜାଣିବା ଏକ୍ଜାମିନେସନ୍ ବିଷୟରେ। ଦେଖନ୍ତୁ ଏକ୍ଜାମିନେସନ୍ରେ ଟୋଟାଲ ମାର୍କ ରହିବ 100 ମାର୍କ ଆଉ 100ଟା କ୍ୱେଶ୍ଚନ୍ ରହିବ 1 ମାର୍କିଆ। ତ ଟାଇମ୍ ରହିବ 1 ଘଣ୍ଟା। ନେଗେଟିଭ୍ ମାର୍କିଂ ରହିବ। ପ୍ରତ୍ୟେକ ନେଗେଟିଭ୍ ମାର୍କିଂରେ 0.25 ନେଗେଟିଭ୍ ମାର୍କିଂ ରହିବ। ତ ପିଲାମାନେ ଆପଣମାନେ ଯେତିକି ବି ସମୟ ପାଉଛନ୍ତି ଏବେ ଟାଇମ୍କୁ ବର୍ବାଦ ନ କରିକି ପ୍ରିପାରେସନ୍ ଷ୍ଟାର୍ଟ କରିଦିଅନ୍ତୁ। ଇଏ ତ ରହିଲା ପ୍ରିଲିମିନାରୀ ଏକ୍ଜାମିନେସନ୍ଟା। ତାପରେ ରହିବ ଆମର ମେନ୍ ଏକ୍ଜାମିନେସନ୍। ମେନ୍ ଏକ୍ଜାମିନେସନ୍ରେ ରହିବ ଟୋଟାଲ 190 କ୍ୱେଶ୍ଚନ୍ ରହିବ, 200 ମାର୍କର ପରୀକ୍ଷା ହେବ। ଆଉ ଟୋଟାଲ ଟାଇମ୍ ରହିବ 2 ଘଣ୍ଟା 40 ମିନିଟ୍। ଏଠି ବି ଠିକ୍ ସେମିତି ନେଗେଟିଭ୍ ମାର୍କିଂ ରହିବ। ତ ଏବେ ଚାଲନ୍ତୁ ଦେଖିବା ଆପ୍ଲିକେସନ୍ ଫିଜ୍ ବାବଦରେ। ଏଇଠି ଆପ୍ଲିକେସନ୍ ଫିଜ୍ ରହିବ
750 ଟଙ୍କା। ଜେନେରାଲ ପିଲାମାନଙ୍କ ପାଇଁ EWS ପିଲାମାନଙ୍କ ପାଇଁ ମଧ୍ୟ ସେମ୍ ରହିବ, OBC ପିଲାମାନଙ୍କ ପାଇଁ ମଧ୍ୟ ସେମ୍ ରହିବ। PhD ପିଲା ଆଉ ST SC ପିଲାମାନଙ୍କ ପାଇଁ କୌଣସି ଏକ୍ଜାମିନେସନ୍ ଫି କୌଣସି ଫି ରହିବ ନାହିଁ, ଆପ୍ଲିକେସନ୍ ଫିଟା। ତ ଏବେ ଚାଲନ୍ତୁ ଦେଖିବା ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ। ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ହେଲା କ୍ୱାଲିଫିକେସନ୍ ସାର୍ଟିଫିକେଟ୍, ଯାହା ବି ଆପଣମାନଙ୍କର କ୍ୱାଲିଫିକେସନ୍ ଅଛି। ଆଉ ମିନିମମ୍ ତ +3 ମାଗିଛି, ଆପଣମାନେ +3 ପାସ୍ କରିଥିଲେ ଯାଇ ହିଁ ଆପ୍ଲାଏ କରିପାରିବେ। ସାର୍ଟିଫିକେଟ୍ ଇନକ୍ଲୁଡ଼ିଂ ଡେଟ୍ ଅଫ୍ ବାର୍ଥ ରହିବ, ରିସେଣ୍ଟ କଲର୍ ପାସପୋର୍ଟ ସାଇଜ୍ ଫଟୋ ରହିବ। ଇଫ୍ ଏନି ଏକ୍ସପିରିଏନ୍ସ ସାର୍ଟିଫିକେଟ୍, ଯଦି ବି କୌଣସି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଅଛି ଆପଣମାନଙ୍କ ପାଖରେ, ସେଇ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ମଧ୍ୟ ଆପଣମାନେ ଦେଇପାରିବେ। ତ ପିଲାମାନେ ଏବେ ଚାଲନ୍ତୁ ଦେଖିବା ଆପ୍ଲାଏ ଡେଟ୍ ଆପ୍ଲାଏ 17 ଡିସେମ୍ବର 2024 ଷ୍ଟାର୍ଟ ହେବ। ଆଉ ଲାଷ୍ଟ ଡେଟ୍ ରହିବ 7 ଜାନୁଆରୀ 2025। ବହୁତ ଦିନ ୟା ଭିତରେ ଅଛି। ତ ଆପଣମାନେ ପ୍ରିପେୟାର ହେବା ପାଇଁ ବି ଟାଇମ୍ ପାଇବେ। ଆଉ ଆମର ଏକ୍ଜାମିନେସନ୍ ଡେଟ୍ ରହିବ ଜାନୁଆରୀରେ, ଆଉ ଫେବୃଆରୀରେ ରହିବ ମେନ୍ ଏକ୍ଜାମିନେସନ୍ଟା, ଆଉ ପ୍ରିଲିମିନାରୀଟା ରହିବ ଜାନୁଆରୀରେ। ଇମ୍ପୋର୍ଟାଣ୍ଟ ଲିଙ୍କ ବିଷୟରେ ଯଦି କଥା ହେବା, ଦେଖନ୍ତୁ ସବୁଠୁ ତଳେ ଅଛି ନୋଟିଫିକେସନ୍ PDF ଲିଙ୍କ। ସେଇଠି ଯଦି ଆମେ କ୍ଲିକ୍ କରିବା ତାହେଲେ ଆମେ ଟୋଟାଲ ସବୁ ଜିନିଷ ଦେଖିପାରିବା। ତ ପିଲାମାନେ ଆପଣମାନଙ୍କ ମୋବାଇଲରେ କ୍ରୋମ୍ ବ୍ରାଉଜର ଥିବ, ଆପଣମାନେ କ୍ରୋମ୍ ବ୍ରାଉଜରକୁ ଯିବେ। ଦେଖନ୍ତୁ ଯେମିତି ମୁଁ କ୍ରୋମ୍ ବ୍ରାଉଜର ଅନ୍ କରିସାରିଲା ପରେ ଏମିତି ଇଣ୍ଟରଫେସ୍ ଆସିବ। ଆମେ ସେଇ ସର୍ଚ୍ଚ ବାର ଉପରେ www.govjob.in କ୍ଲିକ୍ କଲେ ଏମିତି ସବୁ ଇଣ୍ଟରଫେସ୍ ଆସିବ। ଆଉ ଆମେ ନିଜ ମୋବାଇଲରେ ସବୁ କିଛି ଦେଖିପାରିବା। ତ ପିଲାମାନେ ନିଜ ମୋବାଇଲରେ ଯଦି ଆପ୍ଲାଏ କରିବାକୁ ବି ଚାହୁଁଥିବେ ତାହେଲେ ନିଜ ମୋବାଇଲରେ ଆପ୍ଲାଏ ମଧ୍ୟ କରିପାରିବେ। ଦେଖନ୍ତୁ ମୁଁ ଆପଣଙ୍କୁ ଯାହା ବି କହିଛି ସବୁ ଟିକିନିକି କରି ଏଇଠି ଆମେ ପାଇପାରିବା। ତ ପିଲାମାନେ ଭିଡ଼ିଓଟା ଟିକେ ଲମ୍ବା ହେଇଯାଉଛି, ତ ଭିଡ଼ିଓକୁ ସ୍କିପ୍ ନ କରି ଆପଣମାନେ ଯଦି ଶେଷ ପର୍ଯ୍ୟନ୍ତ ଦେଖିବେ ତାହେଲେ ଷ୍ଟେପ୍ ବାଇ ଷ୍ଟେପ୍ ସବୁ ଜିନିଷ ବୁଝିପାରିବେ। ତ ପିଲାମାନେ ଏବେ ଚାଲନ୍ତୁ ଇମ୍ପୋର୍ଟାଣ୍ଟ PDF ଲିଙ୍କ ଉପରେ କ୍ଲିକ୍ କରିକି ଦେଖିବା। ଇମ୍ପୋର୍ଟାଣ୍ଟ ଲିଙ୍କ ଉପରେ କ୍ଲିକ୍ କରିସାରିଲା ପରେ ଆମକୁ ଏମିତି ଇଣ୍ଟରଫେସ୍ ଆସିବ। ତାପରେ ଆମେ ତଳକୁ ସ୍କ୍ରୋଲ୍ କରିବା। ତଳକୁ ସ୍କ୍ରୋଲ୍ କରିକି ଆମେ ଏଇଠି ଅଲ୍ ଇଣ୍ଡିଆର ପୋଷ୍ଟ ସବୁ ବାହାରିଛି, ସେଇଠୁ ଆମକୁ ଓଡ଼ିଶା ଖୋଜିବାକୁ ପଡ଼ିବ। ତ ପିଲାମାନେ ଦେଖନ୍ତୁ ଓଡ଼ିଶାରେ ମୁଁ ଜୁମ୍ କରିକି ଦେଖାଇ ଦେଉଛି ଓଡ଼ିଶାରେ କେତେଟି ପୋଷ୍ଟ ବାହାରିଛି। ଏଇ ଆସିଗଲା ଓଡ଼ିଶା, ଲେଫ୍ଟ ସାଇଡ଼୍ରେ ଅଛି ଭୁବନେଶ୍ୱର, ଓଡ଼ିଶା ଓଡ଼ିଆ, ଭୁବନେଶ୍ୱର ଓଡ଼ିଶା ଓଡ଼ିଆ। ତାପରେ ଆମର ବାହାରିଛି ଟୋଟାଲ ପୋଷ୍ଟ ଅଛି 362। ବହୁତ ଗୁଡ଼ାଏ ପୋଷ୍ଟ ଅଛି ପିଲାମାନେ, ଆପଣମାନେ ଡେରି ନକରି ଯଥାଶୀଘ୍ର ଆବେଦନ କରିଦିଅନ୍ତୁ। ତ ଏଇଠି ପୁଣି କହି ରଖିବି ଯେ ନିଜ ଡିଷ୍ଟ ତ କହିବିନି, ନିଜ ଓଡ଼ିଶା ଭିତରେ ହିଁ ଆମର ନିଜ ଏରିଆରେ ହିଁ ଏକ୍ଜାମଟା ହେବ। ତ ଯେତେବେଳେ ଆମେ ଫର୍ମ ଭରିବା ନା, ସେତେବେଳେ ଆମେ ନିଜ ସିଟିକୁ ହିଁ ବେଶୀ ପ୍ରିଫରେନ୍ସ ଦେବା। ବହୁତ ଗୁଡ଼ାଏ ଜାଗାରେ ଆମର ଏକ୍ଜାମିନେସନ୍ ସେଣ୍ଟରଟା ରହିବ। ତ ଯଦି ବୁଲିବା ପାଇଁ ଚାହୁଁଥିବେ ତାହେଲେ ବାହାର ରାଜ୍ୟକୁ ଆପଣମାନେ ପ୍ରିଫର ଦେଇପାରିବେ, ସେଥିରେ ମୋର କିଛି କହିବାର ନାହିଁ। ତ ପିଲାମାନେ ନିଜ ଏରିଆ ଭିତରେ ବା ନିଜ ଜଣାଶୁଣା ଭିତରେ ଦେବା ପାଇଁ ଏକ୍ଜାମିନେସନ୍ ସେଣ୍ଟର ଦେବା ପାଇଁ ଚେଷ୍ଟା କରିବେ। ତ ଏକ୍ଜାମ୍ ପେପରରେ ରହିବ ଇଂଲିଶ, ହିନ୍ଦୀ ଆଉ ଓଡ଼ିଆ। କ୍ୱେଶ୍ଚନ୍ ନମ୍ବର ରହିବ ଇଂଲିଶ, ହିନ୍ଦୀ ଆଉ ଓଡ଼ିଆ ରହିବ। ତ ପିଲାମାନେ
आपण मैंने भिडियोटी को कंटिन्यू शेष पर्यंत देखंतु। आशा करी भिडियोटी आपण मानकु बहुत सारा हेल्प करिथिबो। जदि हेल्पफुल होइथिबो लाइक कमेंट शेयर और सब्सक्राइब करबा पे जमा भूलिबेनी। एमिति नुआ नुआ जॉब रो अपडेट देखिबा पे चाहुतिले चैनल को एबे ही सब्सक्राइब कर दियंतु और बहुत सारा सपोर्ट करंतु। तो पुणी देखाबा गोटे नुआ जॉब रो खबर रे। से पर्यंत रहुची। नमस्कार।